ତାହାର ଅଳ୍ପ ଆତ୍ମଜନ ସକଳେ ବିଷ୍ଣୁପାଦେ ମଗ୍ନ। ପରମ ଯୋଗ ସେ ଲଭିଲେ ପରମ ବ୍ରହ୍ମରେ ଲୀନ ହେଲେ। ଗର୍ଗଙ୍କ ଠାରୁ ସିନି ଜାତ ଗାର୍ଗ୍ୟ ତାହାଙ୍କ ହେଲେ ପୁତ୍ର। କ୍ଷତ୍ରିୟ ହୋଇ ଦ୍ୱିଜ ହେଲେ ତପସ୍ୟା ଆରାଧନା ଫଳେ। ମହାବୀର୍ଯ୍ୟର ତହୁଁ ଜାତ ଦୁରିତ କ୍ଷୟେ ନାମେ ସୁପୁତ୍ର। ତହୁଁ ଜନ୍ମିଲେ ପୁତ୍ର ତିନି ପ୍ରଥମ ନାମ ତର୍ଜ୍ୟରୁଣୀ। କବି ପୃଷ୍ଠରା ଘେନି ଋଣୀ ଏମନ୍ତେ ହେଲେ ପୁତ୍ର ତିନି। ସେ ତିନି ଜଣ ତପୋବଳେ ବ୍ରାହ୍ମଣ ଭାବକୁ ଲଭିଲେ। ବୃହତ କ୍ଷେତ୍ରର ନନ୍ଦନ ହସ୍ତି ନାମରେ ବିଦ୍ୟମାନ।